ବୟସର ଅପରାହ୍ନରେ ସାହାରା ପାଲଟିଛି ମାସିକ 1000 ଟଙ୍କା ଭତ୍ତା ଓ 5 କେଜି ସରକାରୀ ଚାଉଳ। ଏଭଳି ଦୁର୍ଦିନରେ ବିଦ୍ୟୁତ୍ ସଂଯୋଗ କଟିଯିବା ପରେ ଅନ୍ଧାର ଓ ଭୟ ଭିତରେ ଦିନ କାଟୁଛନ୍ତି ଭଦ୍ରକ ଜିଲ୍ଲାର ଜଣେ 75 ବର୍ଷିଆ ନିଃସହାୟ ବୃଦ୍ଧା। ସୂଚନା ମୁତାବକ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ସାହସପୁର ପଞ୍ଚାୟତ ସାଇନ୍ ସାହିର ବାସନ୍ଦା ସାର୍ ମହାଳିକ ବୟସ 75 ବର୍ଷ। ପ୍ରାୟ 16 ବର୍ଷ ତଳେ ତାଙ୍କ ସ୍ୱାମୀଙ୍କର ଦେହାନ୍ତ ହୋଇସାରିଛି। ପିଲାଛୁଆ କେହି ନଥିବାରୁ ସେ ଦୀର୍ଘ ବର୍ଷ ଧରି ସମ୍ପୂର୍ଣ୍ଣ ଏକାକୀ ଜୀବନ ବିତାଉଛନ୍ତି। ବାର୍ଦ୍ଧକ୍ୟ ଯୋଗୁଁ କୌଣସି କାମଧନ୍ଦା କରିବା ସମ୍ଭବ ହେଉନଥିବା ବେଳେ ସରକାରୀ ଭତ୍ତା ହିଁ ତାଙ୍କର ଏକମାତ୍ର ଭରସା ପାଲଟିଛି। ଏପଟେ ସରକାରଙ୍କ ଯୋଜନା ମାଧ୍ୟମରେ ତାଙ୍କୁ ବିଦ୍ୟୁତ ସଂଯୋଗ ପ୍ରଦାନ କରାଯାଇଥିଲା। ଗୋଟିଏ ବଲ୍ବ ଓ ଗୋଟିଏ ଫ୍ୟାନ୍ ବ୍ୟବହାର କଲେ ବିଦ୍ୟୁତ ଦେୟ ଛାଡ଼ ରହିବ ବୋଲି ତାଙ୍କୁ କୁହାଯାଇଥିଲା। ହେଲେ କୌଣସି ପୂର୍ବ ସୂଚନା ନ ଦେଇ ବିଦ୍ୟୁତ ବିଭାଗ ପକ୍ଷରୁ ତାଙ୍କ ଘରର ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଦିଆଯାଇଛି। ବୃଦ୍ଧା ଜଣକ ବାରମ୍ବାର ବିଭାଗୀୟ କାର୍ଯ୍ୟାଳୟକୁ ଯାଇ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରିନାହିଁ। ଲଘୁଚାପ ଜନିତ ବର୍ଷା ଯୋଗୁଁ ନିକଟସ୍ଥ ବୈତରଣୀର ଶାଖା ନଦୀରେ ଜଳସ୍ତର ବୃଦ୍ଧି ପାଉଛି। ଘର ଆଗରେ ନଦୀ ପ୍ରବାହିତ ହେଉଥିବା ବେଳେ ଅନ୍ଧାର ରାତିରେ ବିଷଧର ସାପ ଓ ଅନ୍ୟାନ୍ୟ ଜୀବଜନ୍ତୁ ଘର ଭିତରକୁ ପଶି ଆସୁଥିବା ବୃଦ୍ଧା ଜଣକ ପ୍ରକାଶ କରିଛନ୍ତି। ତୁରନ୍ତ ଘଟଣାର ତଦନ୍ତ କରି ବୃଦ୍ଧାଙ୍କ ଘରକୁ ବିଦ୍ୟୁତ ସଂଯୋଗ ପୁନଃ ସ୍ଥାପନ କରିବା ସହ ତାଙ୍କୁ ଆବଶ୍ୟକୀୟ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଗ୍ରାମବାସୀ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି। ଧାମନଗରରୁ ଇପ୍ସିତା ହୋତାଙ୍କ ରିପୋର୍ଟ, ବିକଳ୍ପ ସମାଚାର। आम चैनल को लाइक शेयर एवं सब्सक्राइब करंतु।